ଆଜି ଆମେ ଜାଣିବା ଭାରତରେ ଥିବା 8ଟି ରହସ୍ୟମୟ ମନ୍ଦିର ମାନଙ୍କ ବିଷୟରେ। ପ୍ରଥମ ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିର। ଏହି ଯୁଗରେ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟପୂର୍ଣ୍ଣ ମନ୍ଦିର ହେଉଛି ଜଗନ୍ନାଥ ମନ୍ଦିର। ରହସ୍ୟାନାମ ରହସ୍ୟ, ଏଠାରେ ରହସ୍ୟମାନଙ୍କର ରହସ୍ୟ ରହିଅଛି। ପୁରୀ ଜଗନ୍ନାଥ ମନ୍ଦିରର ପ୍ରଥମ ଆଶ୍ଚର୍ଯ୍ୟ, ଏହି ମନ୍ଦିରରେ ରହିଛି ଦୁନିଆର ସବୁଠାରୁ ବଡ଼ ରୋଷେଇଶାଳ। ଏଠାରେ ରୋଷେଇ କରିବା ପାଇଁ 7ଟି ମାଟି ହାଣ୍ଡି ବ୍ୟବହାର କରାଯାଇଥାଏ। ମାଠିଆ ଗୁଡ଼ିକକୁ ଗୋଟିଏ ଉପରେ ଗୋଟିଏ, ଗୋଟିଏ ଉପରେ ଗୋଟିଏ, ଏହିପରି ଭାବରେ 7ଟି ମାଠିଆ ରଖାଯାଏ। ଆଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ହେଲା, ଯେଉଁ ମାଠିଆ ଉପରେ ଥାଏ ସେହି ମାଠିଆର ଖାଦ୍ୟ ପ୍ରଥମେ ପ୍ରସ୍ତୁତ ହୋଇଥାଏ। ଦ୍ୱିତୀୟ ଆଶ୍ଚର୍ଯ୍ୟ ହେଲା ନୀଳଚକ୍ର। ଏହି ମନ୍ଦିରରେ ଲାଗିଛି 20 ଫୁଟ ବିଶିଷ୍ଟ ନୀଳଚକ୍ର। ଆଶ୍ଚର୍ଯ୍ୟର କଥା ଏହା ଯେ ଆପଣ ଏହାକୁ ଯେଉଁ ଦିଗରୁ ଦେଖିଲେ ମଧ୍ୟ ତାହା ଆପଣଙ୍କ ଆଡ଼କୁ ମୁହଁ ହୋଇଥିଲା ପରି ଲାଗିବ। ତୃତୀୟ ଆଶ୍ଚର୍ଯ୍ୟ ପତିତପାବନ ବାନା। ଏହି ମନ୍ଦିରରେ ଲାଗିଥିବା ପତିତପାବନ ବାନା ପବନର ବିପରୀତ ଦିଗରେ ଉଡ଼ିଥାଏ। ଚତୁର୍ଥ ଆଶ୍ଚର୍ଯ୍ୟ ମନ୍ଦିରର ଛାଇ। ଜଗନ୍ନାଥ ମନ୍ଦିରର ଉଚ୍ଚତା 214 ଫୁଟ, କିନ୍ତୁ ଏହାର ଛାଇ କେଉଁ ଆଡ଼କୁ ମଧ୍ୟ ପଡ଼େ ନାହିଁ। ପଞ୍ଚମ ଆଶ୍ଚର୍ଯ୍ୟ, ମନ୍ଦିର ପାଖରେ ସମୁଦ୍ର ଥିଲେ ମଧ୍ୟ ଯେମିତି ଆପଣ ସିଂହଦ୍ୱାର ଭିତରକୁ ପ୍ରବେଶ କରିବେ ସେମିତି ହିଁ ସମୁଦ୍ରର ଶବ୍ଦ ବନ୍ଦ ହୋଇଯିବ। ଷଷ୍ଠ ଆଶ୍ଚର୍ଯ୍ୟ, ମନ୍ଦିର ଉପରେ ଏରୋପ୍ଲେନ୍, ହେଲିକପ୍ଟର କିମ୍ବା କୌଣସି ପକ୍ଷୀ ଉଡ଼େ ନାହିଁ। 2 ନମ୍ବର ମନ୍ଦିର କୈଳାସ ପର୍ବତ। ଏହି ପର୍ବତ ହିମାଳୟର ଉଚ୍ଚତମ ଶୃଙ୍ଗ ମାନସରୋବରରେ ରହିଛି। କୁହାଯାଏ ଏହି ପର୍ବତରେ ଭଗବାନ ଶିବ ବାସ କରନ୍ତି। ଆଉ ଏହି ପର୍ବତ ରହସ୍ୟରେ ପରିପୂର୍ଣ୍ଣ। ଏହାର ରହସ୍ୟକୁ ଆଜି ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ କହିପାରି ନାହାନ୍ତି। ମଣିଷ ଯାଇକି ମହାକାଶରେ ପହଞ୍ଚି ଯାଇପାରିଛି, ମଣିଷ ଯାଇକି ଚନ୍ଦ୍ରମାରେ ପହଞ୍ଚି ପାରୁଛି, କିନ୍ତୁ ପୃଥିବୀରେ ଥିବା ଏହି ପର୍ବତ ଉପରକୁ ଆଜି ପର୍ଯ୍ୟନ୍ତ କୌଣସି ମଣିଷ ଯାଇପାରି ନାହାନ୍ତି। ଆଉ ଯେଉଁମାନେ ଜବରଦସ୍ତି ଯିବା ପାଇଁ ଚେଷ୍ଟା କରିଛନ୍ତି ସେମାନଙ୍କର ରହସ୍ୟମୟ ଭାବରେ ମୃତ୍ୟୁ ହୋଇଛି। 3 ନମ୍ବର ଆଶ୍ଚର୍ଯ୍ୟ ଜିଅନ୍ତା ନରସିଂହ ମୂର୍ତ୍ତି। ତେଲେଙ୍ଗାନାରେ ଥିବା ଲକ୍ଷ୍ମୀ ନରସିଂହ ମନ୍ଦିରରେ ରହିଛି ଭଗବାନ ନରସିଂହଙ୍କର ଜୀବନ୍ତ ପ୍ରତିମା। କୁହାଯାଏ ଏହି ମୂର୍ତ୍ତିକୁ କେହି ଗଢ଼ି ନାହାନ୍ତି, ସ୍ୱୟଂ ପାହାଡ଼ ମଧ୍ୟରେ ପ୍ରକଟ ହୋଇଥିଲେ। ତାପରେ ସେଠାକାର ଲୋକମାନେ ଏହି ମୂର୍ତ୍ତିକୁ କେନ୍ଦ୍ର କରିକି ମନ୍ଦିର ତିଆରି କଲେ। ସାଧାରଣତଃ ମନ୍ଦିରରେ ପୂଜା ପାଉଥିବା ମୂର୍ତ୍ତିଗୁଡ଼ିକ କଠିନ ହୋଇଥାନ୍ତି, କିନ୍ତୁ ଏଠାରେ ଥିବା ନରସିଂହ ମୂର୍ତ୍ତିର ଶରୀର ମାନବ ଶରୀର ପରି କୋମଳ। ଯଦି କେହି ମୂର୍ତ୍ତି ଉପରେ ଫୁଲ କିମ୍ବା ଫଳ ଚଢ଼ାନ୍ତି ତେବେ ତାହା ମୂର୍ତ୍ତି ଭିତରକୁ ଦବିଯାଏ, ଆଉ ଯଦି ଜୋରରେ ହାତ ଦବେଇବେ ତେବେ ମୂର୍ତ୍ତିରୁ ରକ୍ତ ବାହାରିଥାଏ। ସେଠାକାର ପୂଜାରୀମାନଙ୍କର କହିବା ଅନୁଯାୟୀ ଯଦି ଆପଣ ମୂର୍ତ୍ତି ପାଖକୁ ଯିବେ ତେବେ ମୂର୍ତ୍ତିର ଶ୍ୱାସ ପ୍ରଶ୍ୱାସକୁ ମଧ୍ୟ ଅନୁଭବ କରିପାରିବେ। 4 ନମ୍ବର କୈଳାସ ମନ୍ଦିର। ଏହି ମନ୍ଦିର ମହାରାଷ୍ଟ୍ରରେ ରହିଅଛି। ସାଧାରଣତଃ ମନ୍ଦିରକୁ ତଳୁ ଉପରକୁ ତିଆରି କରାଯାଇଥାଏ, କିନ୍ତୁ ଏହି ମନ୍ଦିରକୁ ତଳୁ ଉପରକୁ ନୁହେଁ ବରଂ ଉପରୁ ତଳକୁ ଗୋଟିଏ ପାହାଡ଼ କାଟିକି ତିଆରି କରାଯାଇଛି। କୁହାଯାଏ ଏହି ମନ୍ଦିରରୁ ପାଖାପାଖି 200 ଟନ୍ ପଥର ବାହାର କରାଯାଇଥିଲା, କିନ୍ତୁ ମନ୍ଦିର ବାହାରେ କିମ୍ବା ଆଖପାଖ ଅଞ୍ଚଳରେ ଏଠାରୁ ବାହାରିଥିବା ଖଣ୍ଡିଏ ପଥର ଦେଖିବାକୁ ମିଳେ ନାହିଁ। ପଞ୍ଚମ ଆଶ୍ଚର୍ଯ୍ୟ ହେଉଛି ସୋମନାଥ ମନ୍ଦିର। କୁହାଯାଏ ଭଗବାନ ଶ୍ରୀକୃଷ୍ଣ ଏଠାରେ ହିଁ ପ୍ରାଣତ୍ୟାଗ କରିଥିଲେ। ପ୍ରାଚୀନ କାଳରେ ଏହି ମନ୍ଦିରର ଶିବଲିଙ୍ଗ ଶୂନ୍ୟରେ ଝୁଲି ରହିଥିଲା, କିନ୍ତୁ ବିଦେଶୀ ଆକ୍ରମଣକାରୀଙ୍କ ଆକ୍ରମଣ କାରଣରୁ ଏହା ଭାଙ୍ଗିଗଲା। ମହମ୍ମଦ ଘଜନୀ ଏହି ମନ୍ଦିରକୁ 17 ଥର ଆକ୍ରମଣ କରିକି ଧନ ସମ୍ପତ୍ତି ଲୁଟି ନେଲା। ଗୁଜରାଟରେ ଅବସ୍ଥିତ ଥିବା ଏହି ଜ୍ୟୋତିର୍ଲିଙ୍ଗ 12 ଜ୍ୟୋତିର୍ଲିଙ୍ଗ ମାନଙ୍କ ମଧ୍ୟରୁ ଗୋଟିଏ। ଆଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ଏହି ମନ୍ଦିର କାନ୍ଥରେ ସଂସ୍କୃତ ଭାଷାରେ ଲେଖା ହୋଇଥିବା ଗୋଟିଏ କଥା। ସଂସ୍କୃତ ଭାଷାରେ ଲେଖା ହୋଇଛି ଯେ ଯଦି ଏହି ମନ୍ଦିରରୁ ଦକ୍ଷିଣ ଆଡ଼କୁ ଗୋଟିଏ ତୀର ଛଡ଼ାଯାଏ ତେବେ ଆଣ୍ଟାର୍କଟିକା ଏବଂ ଏହି ମନ୍ଦିର ମଧ୍ୟରେ କୌଣସି ଦ୍ୱୀପ ଆସିବ ନାହିଁ। ଷଷ୍ଠ ଆଶ୍ଚର୍ଯ୍ୟ ମନ୍ଦିର କୋଣାର୍କ ସୂର୍ଯ୍ୟ ମନ୍ଦିର। ଏହି ମନ୍ଦିର ଭଗବାନ ସୂର୍ଯ୍ୟନାରାୟଣଙ୍କୁ ସମର୍ପିତ। 1250 ଶତାବ୍ଦୀରେ ରାଜା ନରସିଂହ ଦେବ ଏହି ମନ୍ଦିରକୁ ତିଆରି କରିଥିଲେ। ମନ୍ଦିରର ନିର୍ମାଣ ଏପରି ଭାବରେ କରାଯାଇଥିଲା ଯେ ସୂର୍ଯ୍ୟ ଉଦୟ ହେଲେ ହିଁ ପ୍ରଥମ କିରଣ ମନ୍ଦିର ଭିତରେ ଥିବା ମୂର୍ତ୍ତିକୁ ବାଜୁଥିଲା। ମନ୍ଦିର ଭିତରେ ଥିବା ସୂର୍ଯ୍ୟଦେବଙ୍କ ମୂର୍ତ୍ତିକୁ କୌଣସି ଉଚ୍ଚ ଆସନରେ ରଖା ହୋଇନଥିଲା, ବରଂ ତାହା ଶୂନ୍ୟରେ ଝୁଲୁଥିଲା। ମନ୍ଦିରରେ ଚାରିକୋଣରେ ଥିବା ବଡ଼ ବଡ଼ ଚୁମ୍ବକମାନଙ୍କ ଦ୍ୱାରା ଏହି ମୂର୍ତ୍ତିକୁ ଝୁଲା ଯାଇଥିଲା। ଏହି ଚୁମ୍ବକମାନଙ୍କ କାରଣରୁ ବଡ଼ ବଡ଼ ଜାହାଜ ଗୁଡ଼ିକ ଦିଗହରା ହୋଇଯାଉଥିଲେ। ଏହି ମନ୍ଦିରର ଗଠନ ରଥ ଆକାରରେ ହୋଇଛି, ଯେଉଁ ରଥରେ 24ଟି ଚକ୍ର ଲାଗିଛି, ଆଉ ଏହି ରଥକୁ 7ଟି ଘୋଡ଼ା ଟାଣୁଛନ୍ତି। ଏହି 24ଟି ଚକ୍ର 24 ଘଣ୍ଟାକୁ ସୂଚାଇଥାଏ, ଆଉ ଆଜି ମଧ୍ୟ ଏହି ଚକ୍ର ଗୁଡ଼ିକ ଦ୍ୱାରା ପରଫେକ୍ଟ ଟାଇମ୍ ଜଣାପଡ଼ିଥାଏ। 7 ନମ୍ବର ମନ୍ଦିର ଶ୍ରୀ ପଦ୍ମନାଭ ସ୍ୱାମୀ ମନ୍ଦିର।
କେରଳ ରାଜ୍ୟରେ ଥିବା ଏହି ମନ୍ଦିର ରହସ୍ୟପୂର୍ଣ୍ଣ ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ। ଏହି ମନ୍ଦିରର ରହସ୍ୟ କଥା ଏହା ଯେ ଏଠାରେ 6ଟି ଗର୍ଭଗୃହ ରହିଛି, ଯାହାକୁ କି କେବେ ବି ଖୋଲା ଯାଇନଥିଲା, କିନ୍ତୁ 2011 ମସିହାରେ ସୁପ୍ରିମକୋର୍ଟର ଅର୍ଡର ଅନୁଯାୟୀ ଖୋଲାଗଲା। ମନ୍ଦିରର ପ୍ରଥମ ଗର୍ଭଗୃହ, ଦ୍ୱିତୀୟ ଗର୍ଭଗୃହ, ତୃତୀୟ, ଚତୁର୍ଥ, ପଞ୍ଚମକୁ ଖୋଲାଗଲା। ଏଠାରେ ସୁନାରେ ତିଆରି ହୋଇଥିବା କଏନ୍ସ, ମୂର୍ତ୍ତି, ମୁକୁଟ ଆଦି ମିଳିଥିଲା। ତା ସହିତ ହୀରା ରୂପା ପରି ଅନେକ ମୂଲ୍ୟବାନ ପଦାର୍ଥ ମିଳିଥିଲା, ଯାହାର ମୂଲ୍ୟ 1 ଟ୍ରିଲିୟନରୁ ମଧ୍ୟ ଅଧିକ ହେବ ବୋଲି କୁହାଯାଇଛି। କିନ୍ତୁ 6 ନମ୍ବର ଗର୍ଭଗୃହକୁ ଖୋଲା ଯାଇନାହିଁ। ସେଠାକାର ପୂଜାରୀମାନଙ୍କ ଦ୍ୱାରା କହିବା ଅନୁସାରେ 6 ନମ୍ବର କବାଟକୁ କୌଣସି ତାଲା ଦ୍ୱାରା ବନ୍ଦ କରାଯାଇ ନାହିଁ, ବରଂ ତାକୁ ଗୋଟିଏ ମନ୍ତ୍ର ଦ୍ୱାରା ବନ୍ଦ କରାଯାଇଛି। ତେଣୁ ଯଦି 6 ନମ୍ବର କବାଟ ଖୋଲାଯାଏ ତେବେ ପ୍ରଳୟ ସୁନିଶ୍ଚିତ। ସେଥିପାଇଁ ତାକୁ ଖୋଲିବାକୁ କେହି ହେଲେ ସାହସ କରିନାହାନ୍ତି। 8 ନମ୍ବର ମନ୍ଦିର ହେଉଛି ତିରୁପତି ବାଲାଜୀ ମନ୍ଦିର। ଏହି ମନ୍ଦିର ଆନ୍ଧ୍ରପ୍ରଦେଶରେ ରହିଛି। ଏହି ମନ୍ଦିରରେ ଭେଙ୍କଟେଶ୍ୱର ସ୍ୱାମୀ ପୂଜା ପାଆନ୍ତି, ଆଉ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଭଗବାନ ବିଷ୍ଣୁଙ୍କର ଅବତାର ବୋଲି କୁହାଯାଏ। ଆଶ୍ଚର୍ଯ୍ୟର କଥା ହେଲା, ଏଠାରେ ପୂଜା ପାଉଥିବା ମୂର୍ତ୍ତି ଭେଙ୍କଟେଶ୍ୱର ସ୍ୱାମୀଙ୍କର ଅସଲି ମୂର୍ତ୍ତି। ଏହି ମୂର୍ତ୍ତିରେ ଲାଗିଥିବା ଚୁଟି ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅସଲି ଅଟେ, ଆଉ ଭେଙ୍କଟେଶ୍ୱର ସ୍ୱାମୀଙ୍କର ମୂର୍ତ୍ତିରୁ ଝାଳ ମଧ୍ୟ ବାହାରିଥାଏ। ବନ୍ଧୁଗଣ, ଇଏ ଥିଲା ଭାରତରେ ଥିବା 8ଟି ରହସ୍ୟମୟ ମନ୍ଦିର। ଏହିପରି ଭିଡ଼ିଓ ଗୁଡ଼ିକକୁ ଦେଖିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ।